ସେଠି କୈଳାସଗିରିରେ ଗୋଟେ ପାର୍କ ଦେଖିଥିଲୁ। ସେଠି ବୁଲାବୁଲି କରିକି ତାପରେ ଆମେ ବାହାରି ଯାଇଥିଲୁ ସି ବିଚ୍କୁ। ସି ବିଚ୍ରୁ ବୁଲିବାଲିକି ଆସିକି ଆମକୁ ଗାଡ଼ି ଛାଡ଼ିଦେଲା ରୁମ୍ରେ। ସେଠି ଫ୍ରେଶ୍ ହେଇକି ବାହାରି ଯାଇଥିଲୁ ମାର୍କେଟ। ମାର୍କେଟଟି ଥିଲା ଆମ ରୁମ୍ର ବହୁତ ପାଖରେ। ଏଇଟା ଥିଲା ବିଶାଖାପାଟଣାର ସବୁଠୁ ବଡ଼ ମାର୍କେଟ। ଆମେ ପ୍ରତ୍ୟେକ ଦିନ ଏଇ ମାର୍କେଟକୁ ବୁଲି ଯାଉ, କିନ୍ତୁ ପ୍ରତ୍ୟେକ ଦିନର ଭିଡ଼ିଓ ମୁଁ ଦେଇନି। ଯେଉଁ ଲାଷ୍ଟ ଦିନ ଆମ ପାଖରେ ଟାଇମ୍ ଥିଲା ମୁଁ ସେଇ ଦିନର ଭିଡ଼ିଓ ଦେଇଛି। ଆଉ ସେଠି ଖାଇବା ଜିନିଷ ଗୋଟେ ୟୁନିକ୍ ମିଳୁଥିଲା। ଆମର ଏଠି ବୁଟ, ମଟର, ଗଜାମୁଗ, ବଜାବୁଟ ସେଇଟା ମିକ୍ସ କରିକି ଆମକୁ ଦିଅନ୍ତି ସେ ପ୍ରୋଟିନ୍ ଖାଇବା, କିନ୍ତୁ ଏଠି ସେ ତାଙ୍କର କେବଳ ବାଦାମ, ପିଆଜ, ମିକ୍ସଚର ବହୁତ ଟେଷ୍ଟ ଲାଗେ। ସେଇଟା ଗୋଟେ ମୁଁ ନୂଆ ଜିନିଷ ଦେଖିଲି। ଆଉ ସେଇଟା ଆମେ ଗଲା ଦିନୁ 3-4 ଥର ଖଣ୍ଡେ ଖାଇ ଦେଇଛୁ। ଆଉ ସେଠି ଖିଆପିଆ କରିସାରିଲା ପରେ ଆମେ ବାହାରିକି ବୁଲାବୁଲି କରିଲା ବେଳକୁ ଆଉ ଗୋଟେ ଜାଗାରେ ଦେଖିଲୁ କ'ଣ କହିଲେ, ଛଣାଛଣି ମାନେ ବରା, ସିଙ୍ଗିଡ଼ା, ଆଳୁଚପ, ଚଣା ବରା। ଗଲା ଦିନରୁ ପ୍ରାୟ 7-8 ଦିନ ହେଇଗଲାଣି ସେଇ ଜିନିଷ ଖାଇନଥିଲୁ। ସେ ଆମେ ବୁଲିକି ଯାଉ ଦେଖିଲା ବେଳକୁ ଆଶ୍ଚର୍ଯ୍ୟ ହେଇଗଲୁ, ଆରେ ଏସବୁ ଓଡ଼ିଶା ଜିନିଷ ଏଇଠି ମିଳୁଛି। ତାପରେ ଆମେ ତା ପଛକୁ ପଛ ତାଙ୍କର ଯେଉଁ ଚଟଣି ଥିଲା ତାକୁ ପଛ ଖାଇ ଚାଲିଛୁ। ସେ ଆମେ ତାଙ୍କୁ ମାଗି ଚାଲିଛୁ ପ୍ଲେଟ୍କୁ ପ୍ଲେଟ୍, ସେ ତାଙ୍କର ଦେଇ ଚାଲିଛନ୍ତି ଆଉ ଗରମ ଗରମ ଜିନିଷ। ତାପରେ ଆମେ କିଛି ଜିନିଷ କିଣାକିଣି କରି ଗୋଟେ ପହଞ୍ଚି ଯାଇଥିଲୁ ଗୋଟେ ମିଠା ଦୋକାନକୁ। ସେଠି ଭେରାଇଟି ଅଫ୍ ମିଠା ମିଳୁଥିଲା, ବହୁତ ସୁନ୍ଦର ସୁନ୍ଦର ମିଠା ଥିଲା ଆଉ ଟେଷ୍ଟ ୱାଓ ବାଲା ଥିଲା। ସେଠି ଆମେ ଗୋଟେ ରସମଲେଇ ଖାଇଥିଲୁ। ରସମଲେଇର ଟେଷ୍ଟ ବହୁତ ଥିଲା। ଆଉ ଖାଇକି ପ୍ୟାକିଂ କରିକି ମା ବାପା ପାଇଁ ଧରିକି ଆସିଥିଲୁ, କାରଣ ସେମାନେ ବୁଲିବାକୁ ଯାଇନଥିଲେ। ତାପରେ ରୁମ୍କୁ ଆସିକି ଆମର ରାତିର ଖିଆପିଆ କରିକି ବାହାରି ଯାଇଥିଲୁ ଷ୍ଟେସନକୁ, କାରଣ ଆଜି ଥିଲା ଆମର ଲାଷ୍ଟ ଡେ। ବହୁତ ମନ ଦୁଃଖରେ ଆଉ ଆଖିରେ ବହୁତ ନିଦ ଧରିକି ବାହାରି ଯାଇଥିଲୁ 10ଟା ବେଳକୁ। ଆମେ ବର୍ତ୍ତମାନ ଅପେକ୍ଷା କରିଥିଲୁ ଓଲା ଯେଉଁ ବୁକିଂ ହେଇଥିଲା ସେ ଆସିବା ପାଇଁ। ସେ ଆସିଲା ବେଳକୁ ବର୍ଷା ତ ନାଦିଲା ଆଉ। ଆମେ ପ୍ରଭୁ ବାଲାଜୀଙ୍କ ଦୟାରୁ ଘରେ ଭଲରେ ପହଞ୍ଚିଗଲୁ।